কোকা এটা দেখো হলিলা দেখছ না হ্যাঁ ঠিক পছু পছু গেছে পছু গেছে পছু গেছে পছু গেছে পছু হ্যাঁ তো হ্যালো গাইজ ଜୟ ଜଗନ୍ନାଥ ୱେଲକମ୍ ବ୍ୟାକ୍ ଟୁ ନ୍ୟୁ ବ୍ଲଗ୍। ତ କେମିତି ଅଛନ୍ତି ସମସ୍ତେ, ଆଶା କରୁ ସମସ୍ତେ ଭଲରେ ଥିବେ। ଗାଇଜ ପୁଣି ଆଜି ଥରେ ବର୍ତ୍ତମାନ ଟାଇମ୍ ହେଇଛି ରାତିର 12:30 ବାଜିଲାଣି ଅଲରେଡ଼ି। ତ କକାଙ୍କର ମୋର ଆଜି ପୁଣି ଗୋଟେ ଭୂତ ସୁଟିଂ କରିବାର ଅଛି। ସେଥିପାଇଁ ଆମ ଗାଁର ସବୁଠାରୁ ଯେଠି ଆଉ ଗୋଟେ ଡରାବନା ଜାଗା ଅଛି କ'ଣ ନା ମନ୍ଦିର ବାଡ଼ି। ତ ସେଠିକି ଆମେ କକାଙ୍କର ମୋର ଯିବାର ଅଛି। ତ କକା ଆଉ ମୁଁ ତ ଏଟା ଶୁଣିଛି ପୂର୍ବରୁ, କିନ୍ତୁ କକା ମୋ ଠାରୁ ମଧ୍ୟ ଜାଣିଥିବେ। ମୁଁ ପଚାରିବି ତାଙ୍କୁ, ସେ କହିବେ ସବୁ ତା ଡିଟେଲ୍ସ ଆପଣମାନଙ୍କୁ। ଯାହା ମାନେ ବୈଜ୍ୟେଷ୍ଠ ବ୍ୟକ୍ତିମାନେ ଯାହା କୁହନ୍ତି ଯେ ସେ ଯେଉଁ ମନ୍ଦିର ବାଡ଼ିରେ ମାନେ ଆଜକୁ ପ୍ରାୟ 200 ବର୍ଷ ତଳେ ଯେତେବେଳେ ଝାଡ଼ା ବାନ୍ତି ଆମର ମାଟି ଆସିଥିଲା ଗାଁକୁ, ସେ ସମୟରେ ଲୋକମାନଙ୍କୁ ପୁଡ଼ିବା ପାଇଁ ଆଉ ମାନେ ସ୍ଥାନ ମିଳେନି, ଏତେ ପ୍ରବଳ ଲୋକ ମରନ୍ତି। ତ କିଛି ଲୋକମାନଙ୍କୁ ମଧ୍ୟ ପୋତି ଦିଆଯାଏ, ମାଟି ଭିତରେ ପୋତି ଦିଆଯାଏ। ଆଉ ଯେଉଁ ମନ୍ଦିର ବାଡ଼ି କଥା ଆମେ କହୁଛେ, ସେ ଜାଗା ବି ଆମେ ଦେଖେଇବା କେଉଁ ଜାଗାରେ ଲୋକମାନଙ୍କୁ ମାନେ ପୋତା ଯାଇଛି। ହୁଏତ ରାତିର ସେ ଜାଗା ଉପରକୁ ଆମେ ନ ଯାଇପାରେ, କିନ୍ତୁ ଚେଷ୍ଟା କରିବା ଆମ ଦର୍ଶକମାନଙ୍କୁ ଦେଖେଇବା ପାଇଁ। ଆଉ ବହୁତ ଖତରନାକ ଜାଗା, ଦିନରେ ବି ସେଠିକି ଲୋକ ଯିବା ପାଇଁ ବହୁତ ମାନେ ଭୟଭୀତ କରନ୍ତି, ମାନେ ବହୁତ ଭୟ ଲାଗେ ଲୋକମାନଙ୍କୁ। ଆଉ ସେ ଜାଗାକୁ ଆମେ ସାହସ କରିଛେ ଆଜି ପ୍ରଥମ ଥର ଯିବା ପାଇଁ। ତ ଆମ ସହିତ ଯୋଡ଼ି ରୁହନ୍ତୁ, ଲାଷ୍ଟ ଭିଡ଼ିଓ ଦେଖନ୍ତୁ, ଭିଡ଼ିଓ ଜବରଦସ୍ତ ଅଛି। କାହିଁକିନା ଆପଣଙ୍କର ଅନୁରୋଧ କ୍ରମେ ଆମେ ଏ ଭିଡ଼ିଓଟା ବି ଭୂତ ଭିଡ଼ିଓ ଆଉ ଗୋଟେ ବନେଇଲେ। ତ ଯେହେତୁ ଆପଣମାନଙ୍କର ଗୋଟେ ଇଚ୍ଛା, ମାନେ ସମସ୍ତେ କମେଣ୍ଟ କରିଲେ ଯେ ଆଉ ଗୋଟେ ଭୂତ ଭିଡ଼ିଓ ଆସୁ, ଭୂତ ଭିଡ଼ିଓ ଅଛି, ତ ସାହସ କରିକି ଆମେ ପୁଣି ଆଉ ଗୋଟେ ଭୂତ ଭିଡ଼ିଓ ବନାଉଛେ। ତ ଭିଡ଼ିଓକୁ ଲାଷ୍ଟ ଯାଏଁ ଦେଖନ୍ତୁ। ଆଉ ଆମେ ଯଦି କିଛି ପାଇଲେ, ସୁରା ଖବର ପାଇଲେ ମାନେ ତ କ୍ୟାମେରା ତ ଆମର ରହିବ ଅଲରେଡ଼ି, କ୍ୟାମେରା ହିଁ କ୍ୟାପଚର୍ କରିବ। ତ ଚାଲନ୍ତୁ ଲାଷ୍ଟ ଯାଏଁ ଭିଡ଼ିଓକୁ ଦେଖନ୍ତୁ, ଆଉ ଏମିତି ଆମକୁ ଭଲ ପାଇବା ବି ଦେଉଥାନ୍ତୁ। ମୋର ଚାଲିଛି ସେ ଡେଞ୍ଜରସ୍ ଗଳିର, ପୁରାପୁରି ଖତରନାକ ଜାଗା ଆଜ୍ଞା। ଏଠି ଖାଲି ଦେଖିଥିବେ ବାଉଁଶ ବୁଦା। ଆକ୍ଚୁଆଲି ମନ୍ଦିରଟା କେତେ ସମୟ କେତେ ବାଟ ଆଉ ଅଳ୍ପ ବାଟ ଅଛି, ଅଳ୍ପ ବାଟ ଭିତରେ ନିଶ୍ଚିତ ମନ୍ଦିରଟା ପଡ଼ିବ, ଦେଖିବେ। ଆଉ କକାଙ୍କୁ ମୋର ଚାଲିଛି ଗାଈ ଧୀରେ ଧୀରେ। ଆଉ ଜାଗାଟା ମୁଁ ଆପଣଙ୍କୁ ଦେଖେଇବି, ପୁରା ଖତରନାକ ଜାଗା। ଏଠି ଆମର ଆକ୍ଚୁଆଲି ଗୋଟେ କ'ଣ ନା ସ୍କୁଲ ଘରେ ଗୋଟେ ତିଆରି ହେଇଥିଲା, କାରଣ ଏଇଟା ମୁଁ ଜନ୍ମ ପାଖରୁ ଦେଖୁଛି ଛୋଟବେଳ ପାଖରୁ। ସେ ଗୋଟେ ଆଜି ପର୍ଯ୍ୟନ୍ତ କମ୍ପ୍ଲିଟ୍ ହେଇପାରି ନାହିଁ, ବୁଝିଲେ ନା। ସେ ଗୋଟେ ଆଜି ପର୍ଯ୍ୟନ୍ତ କମ୍ପ୍ଲିଟ୍ ହେଇପାରି ନାହିଁ, ହେଲାନି, ହେଇବି ପାରିଲା ନାହିଁ। ତମ ଯେତେବେଳେ ଜନ୍ମ ଛାତ ପକେଇବାକୁ ଦେଲାନି ସେ। ଏଠି ଯୋଉ ତମେ ଯେତେବେଳେ ମାନେ ତମେ ଯେତେବେଳେ ଛୋଟ ଥିଲ, ସେତେବେଳେ କ'ଣ ମାନେ ସେଟା ଆରମ୍ଭ ହେଇଥିଲା? ହଁ, ଏଟା ଆରମ୍ଭ ହେଇଥିଲା। ଆଉ ଏଠି କିନ୍ତୁ ଯେତିକି ଶୁଣାଯାଏ ଯେ ଏଠି ମାନେ ସ୍କୁଲ ଘରର ଛାତ ପକେଇବାକୁ ଦେଲାନି ବୋଲିକି ଯେତିକି ବିଶ୍ୱାସ କରାଯାଏ, ଲୋକମାନେ ଯାହା କୁହନ୍ତି। ଆଉ ସେ ଘରଟା ବି ଖାଣ୍ଡିଆ ହେଇକି ଚାଲ, ରିସ୍କ ତ ନେବାକୁ ପଡ଼ିବ, ଦର୍ଶକମାନଙ୍କୁ ଦେଖିବାକୁ ପଡ଼ିବ। ଦେଖେଇବି। ଏଇଟା ହେଲା ସେଇ ଘର, ଦେଖିଥିବେ ବହୁତ ପୁରୁଣା ଘର, ବହୁତ ପୁରୁଣା ଘର। ସବୁ ହେଇସାରିଛି, କିନ୍ତୁ ଛାତ କେବଳ ଛାତ ପଡ଼ିବା ଦିନ, ଯୋଉ ଦିନ ପଡ଼ିବ ସେଦିନ ରାତିରେ କିଛି ଶ୍ରମିକ ଆସିକି ରହିଥିଲେ ହେଲା। ଆଉ ତା ଭିତରୁ ଜଣେ ଦୁଇ ଜଣଙ୍କର ମାନେ ଏମିତି ହାଲତ ହେଲା, ସେମାନେ ଡାକ୍ତରଖାନା ଧରିଗଲେ। ତ ସେଇଦିନ ପାଖରୁ ଥରେ ଦିଥର ବି ଉଦ୍ୟମ କରାଯାଇଛି ଛାତ ପଡ଼ିବା ପାଇଁ ଏ ଘର, କିନ୍ତୁ ଛାତ ପଡ଼ିପାରିଲା ନାହିଁ। 4 ଜଣ ଲୋକ ହସ୍ପିଟାଲରେ ପଡ଼ିଲେ। ପ୍ରଥମ ଥର 2 ଜଣ ପଡ଼ିଥିଲେ, ଦ୍ୱିତୀୟ ଥର ବି 2 ଜଣ ପଡ଼ିଲେ। ସେଇଠୁ କାମ ବନ୍ଦ ହେଇଗଲା, କାମ ଆଉ ହେଲା ନାହିଁ। ସେମିତି ଅଧା ରହିଛି, ଆଉ କାମଟା ଅଧା ରହିଛି। କିନ୍ତୁ ତା ଭିତରକୁ ଯାଇ ହବନି ନା। କେମିତି ମାନେ କେତେ ଜଙ୍ଗଲ ଦେଖୁଥିବ, କଣ୍ଟା ପଡ଼ିଛି, ତା ଭିତରକୁ ଯାଇକି ଦେଖେଇବା ବହୁତ କଷ୍ଟ। ଦୂରରେ ରହିକି ଦେଖେଇବି। ହଁ, ଦୂରରେ ରହିକି ଦେଖ। ଆଉ କୋକା ଏଠି ଦେଖ ହଲିଲା ଦେଖଛ ନା ଠିକ ପଛୁ ପଛୁ ଗଛ ପଛୁ ଗଛ ପଛୁ ଗଛ ପଛୁ ଗଛ ପଛୁ ରାତି 1 ହେଇଗଲାଣି। ତାଙ୍କ ବାହାରିବା ସମୟ ହେଇଗଲାଣି। ତ ଗାଈ ଦେଖୁଥିବେ 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 ସବୁ କ୍ୟାମେରାରେ ଭଲ ଭାବରେ ଅନ୍ଧାର ହେଇଛି। ଆମେ ପାଖକୁ ଯିବାନି, ଜୁମ୍ ନେଇକି ଦେଖୁଥିବେ କେମିତି ହଲୁଛି।
ହେଲା ସେପଟୁ ଚାଲ। ଦେଖିବା ଦେବ ଯିବା। ଠିକ୍ ଅଛି ଚାଲ ଚାଲ। ଫାଇନାଲି ଆମେ ପହଞ୍ଚି ଯାଇଛୁ ମନ୍ଦିର ପାଖରେ। ମନ୍ଦିର ଯିବା, ମନ୍ଦିର ପାଖକୁ ଯିବାନି କାରଣ ଯେହେତୁ ଆମେ ସେଠିକି ଯାଇଥିଲେ ହଠାତ୍ କ'ଣ ହେଲା ନା 500ଟା ହଠାତ୍ ହେଲା ଆପଣମାନଙ୍କୁ ମୁଁ ଦେଖେଇଛି କ୍ୟାମେରାରେ, ତ ଆପଣମାନେ ନିହାତି ସେଟାକୁ ଦେଖିବେ। ତାପରେ ଏଠି ମନ୍ଦିର ପାଖକୁ ଯିବେ, ଟିକେ ଦୂରରୁ ରହିକି ଜୁମ୍ ନେଇକି ଦେଖେଇବା ଆପଣମାନଙ୍କୁ। ଖାଲି ଜାଗା ଗୁଡ଼ା ଦେଖିନିଅନ୍ତୁ ଯେ ଏମିତିକି ଏମିତିକି ହେଇଛି, ଯଦି ହଠାତ୍ କୌଣସି କ'ଣ ହେଲା ଆମେ ବି ଆମର ରିକ୍ସ ଅଛି ନା, ଆମେ ବି ଯେତେ ହେଲେ ବି ଟିକେ ଆମକୁ ବି ନର୍ଭସ୍ ଲାଗିଲାଣି। ଆଉ ହଠାତ୍ କିନା ସେମିତିକା ଯେତିକି କକା ଯେମିତି କହୁଛନ୍ତି ଏଠି ବହୁତ ମାନେ ଖତରନାକ ଅଛନ୍ତି, ନା ରାତିର ନାଁଟା ନେବା ବି ଠିକ୍ ନୁହେଁ। ସେଥିପାଇଁ ମୁଁ ଆପଣମାନଙ୍କୁ ଟିକେ ଦୂରରୁ ଯାଇକି ଦେଖୁଛି ଜାଗା ଗୁଡ଼ା। ତ ଯଦି କୌଣସି କିଛି କ୍ୟାମେରାରେ ଆସିଲା ଆମେ ନିହାତି କ୍ୟାପଚର୍ କରି ଆପଣଙ୍କୁ ଦେଖିବା। ଠିକ୍ ଅଛି, ଆପଣ ଲାଷ୍ଟକୁ ଦେଖୁଛନ୍ତି, ଆମକୁ ସପୋର୍ଟ କରନ୍ତୁ। ଆମର ପୁରା ହାଲତ କଲେଣି। ତଥାପି ଟିକେ ଏଠି ସାହସ ଅଛି ଯେହେତୁ ମନ୍ଦିର ଅଛି। ହଁ ଆଉ ତଥାପି ପୁରୁଣା ଜାଗା ଯେହେତୁ ଗାଁର ଜାଣିଛି ପୁରୁଣା କାଳିଆ ଜାଗା ମାନେ ତ ବହୁତ ଖତରନାକ। ମନ୍ଦିରଟା ଟିକେ ଦେଖା ଦର୍ଶକମାନଙ୍କୁ ମନ୍ଦିରର ଟିକେ ଭିଉଟା ଦେଖା ସେ ମନ୍ଦିରଟା ଦେଖିବେ। ସେପଟକୁ ଯାଉନି, ସେପଟକୁ ଆଉ ଯାଉନି, ସେପଟକୁ ଯିବାନି ନା ଯାଉନି। କାହିଁକିନା ରାତି 1 ବେଳେ ନା, ଦେବାଦେବୀ ବି ତ ସିଏ ବି ତ ଦେବସ୍ଥାନ ଆଗରେ ରାତି 1 ବେଳେ କେହି ଯାଆନ୍ତିନି। କ'ଣ ତାଙ୍କର ପହଡ଼ ପଡ଼େ ଟିକେ ଶୁଣିବାକୁ ମିଳେ। ଆଉ ପ୍ରବଳ ବାଲିଜନ୍ଦା ପଳେଇ ଆସେ। ପହଞ୍ଚିଲାଣି, ଆବାଜ ଶୁଣୁଥିବେ। ହଁ, ଅନ୍ଧାର ତ ବେଶୀ ଭିତରକୁ ଯାଇପାରିବିନି, ଏଇଟା ଆପଣଙ୍କୁ ଦେଖାଉଛି। ପୁରା ତ ଅନ୍ଧାର ଦେଖାଯାଉଛି କେମିତି। ଗାଇସ୍, କାଲି ରାତିରେ ଯେଉଁ ଆମେ ଆସିଥିଲେ ଭୂତ ସୁଟିଂ କରିବା ପାଇଁ, ଆକ୍ଚୁଆଲି ଏଇ ଜାଗାଟାକୁ ଆସିଥିଲେ। ମୁଁ ଆପଣମାନଙ୍କୁ ଦେଖେଇବି ଯେଉଁ ମନ୍ଦିରଟା ସେଠି ଅଛି, ମନ୍ଦିରଟା ବି ଦେଖେଇବି। ମୋ ପଛରେ ବୋଧେ ଆପଣଙ୍କୁ ଦେଖାଉଥିବ। ସେଠି ଯାଇଥିଲେ ଆମେ, ସେପଟେ ଟୋଟାଲି ଆସିକି ଏପଟେ ଏରିଆରୁ ଆସିକି ନା କ'ଣ ଏଇପଟେ ଦେଇକି ଯାଇଥିଲୁ ନାଇଁ। ତ ଏଇଟା ଆକ୍ଚୁଆଲି ଆର ମେନ୍ ଲୋକେସନ୍। ଦିନରେ ଆମେ ଯେହେତୁ ରାତିରେ କାଲି ଆସିଥିଲେ ଭିଡ଼ିଓ କଲେ କିଛି ଭଲ ଦେଖା ହେଲାନି। ଆପଣଙ୍କୁ ଜାଗାଟା ଆମର ଦେଖିବାର ଥିଲା, ଆକ୍ଚୁଆଲି ଆମର ଏଇ ଜାଗାଟା ଦେଖିବାର ଥିଲା ଯେ ଡରାବନା କେତେ ଜାଗାଟା। ଆପଣ ଦେଖିଥିବେ ଚାରିଆଡ଼େ କେମିତି ବାଉଁଶ ଗଛ, ଆଉ ଟୋଟାଲି ମୁଁ ଆପଣଙ୍କୁ ବ୍ୟାକ୍ କ୍ୟାମେରା କରି ସବୁ ଦେଖାଉଛି, ଆପଣ ଦେଖନ୍ତୁ। ସେଇ ଜାଗାଟା ଦେଖୁଥିବେ ଅଛି, ମନ୍ଦିରଟା ଅଛି। ଆଉ ଏପଟ ସାଇଡ଼ଟା ପୁରା ଦେଖୁଥିବେ, ପୁରା ଦୂର ଯାକ ଘଞ୍ଚ ପୁରା ଜଙ୍ଗଲ ହେଇଗଲା। ଆଉ ଟିକେ ଭିତରକୁ ଯିବା। ଚାଲ। ଆକ୍ଚୁଆଲି କିଏ ଜାଗାରେ ମାନେ ସବୁ ପୋତା ହେଇଥିଲା ଆହୁରି ଭିତରେ, ସେ ଜାଗାକୁ ଯିବା କି? ଭିତରକୁ ଯାଇ ହବନି, ବର୍ତ୍ତମାନ ବାଉଁଶ ଗଛ ଏତେ ହେଇଯାଇଛି ଭିତରକୁ ଯାଇ ହବନି, କେବଳ ଭିଉ ଦେଖା ହବ। ସେ ଭିତରେ ଦେଖୁଥିବେ, ସେ ଭିତରେ ପୁରା ଟିକେ ଜୁମ୍ କରି, ପୁରା ସେଟା ବର୍ତ୍ତମାନ ପୁରା ବଦ୍ଧ ପାଲଟି ଯାଇଛି। ମାନେ ତା ଉପରେ ଏକଦମ ଗୋଟେ ଛୋଟ ଖାଲ ହେଇଥିଲା, ଖାଲ ଉପରେ ଏକଦମ ଦଳ ପୁରା ମାଡ଼ି ଯାଇଛି, ଏକଦମ ବଦ୍ଧ ଟାଇପର ହେଇଯାଇଛି। ଜାଗାଟା ଟିକେ ସେଫ୍ ନୁହେଁ, ସେଥିପାଇଁ ଆମେ ଦିନରେ ବି ଆସିଲା ବେଳକୁ ଡର ମାରୁଛି, ଘଞ୍ଚ ଜାଗାଟା। ସେଥିପାଇଁ ଆମେ ଟାଇପ୍ର ଆକ୍ଚୁଆଲି ଜାଗାଟା ଆପଣଙ୍କୁ ଫୁଲ୍ ଦେଖେଇଲେ, ଯାହା ବ୍ୟାକ୍ କ୍ୟାମେରା ଯେତିକି କ୍ୟାପଚର୍ ହେଲା ସେତିକି ଦେଖେଇଲେ, କାହିଁକିନା ଜାଗାଟା ଯିବାଟା ଟିକେ ରିକ୍ସ ଅଛି, ଦିନରେ ବି ଗଲେ ଅସୁବିଧା ହେଇପାରେ। ସେଥିପାଇଁ ସେ ଜାଗାକୁ ଆମେ ବେଶୀ ଭିତରକୁ ବି ଯିବାନି। ତ ଆଜିକାର ଭିଡ଼ିଓ ଆପଣମାନଙ୍କୁ ଏଇଠି ଏଣ୍ଡ କରିବା, ନୁହେଁ କି? ଆହୁରି ଏମିତିକା ଭଲ ଭଲ ଭୂତ କଣ୍ଟେଣ୍ଟର ଭିଡ଼ିଓ ଆସିବ, କାହିଁକିନା ଆମର ଏଇ ଜାଗାଟାରେ ବି ଆସିକି ଆମେ ଥରେ ଦେଖିବା, ଟ୍ରାଏ କରିବା। ବଟ୍ ମୁଁ ଠିକ୍ ସେ କହିପାରିବି, ଟ୍ରାଏ କରିବା ଯେ ଗୋଟେ ଦେଖିବା ୱାନ୍ ନାଇଟ୍ ସର୍ଭାଇଭ୍ କରିବା ଜାଗାରେ ଆସି, ନୁହେଁ କି? ୱାନ୍ ନାଇଟ୍ ସର୍ଭାଇଭ୍ ଆସିକି ଜାଗାରେ କରିବା, ଦେଖିବା କେମିତି କ'ଣ ମାହୋଲ ରହୁଛୁ। ଏମିତିକି ଆମେ ଘର ପାଖରୁ ଆସିକି ଭିଡ଼ିଓ କରିବା, ଆଉ ଏଠି ୱାନ୍ ନାଇଟ୍ ସର୍ଭାଇଭ୍ ଯେମିତି ଆର ଭିଡ଼ିଓଟା କରିଥିଲେ, ଗୋଟେ ଜଙ୍ଗଲରେ କ୍ୟାମ୍ପ କରି ରହିଥିଲେ, ତ ସେଇଟା ଗୋଟେ କ୍ୟାମ୍ପ କରି ରହିକି ଭିଡ଼ିଓଟା କରିବା ପାଇଁ ଆମେ ଟ୍ରାଏ କରିବା। ତ ଯଦି ଆଜିକାର ଭିଡ଼ିଓ ଆପଣଙ୍କୁ ଭଲ ଲାଗେ, ଯଦି ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ।
आज का ପାଇଁ ଏତିକି ପୁଣି ଦେଖା ନେକ୍ସଟ ଭିଡ଼ିଓରେ ଟିଲ୍ ଦେନ୍ ଟେକ୍ କେୟାର ଗୁଡ୍ ବାଏ।